जय जगन्नाथ पिलामाने तुमମାନଙ୍କୁ संस्कृत शिक्षायतनर एई प्रकोष्ठ मध्यकु स्वागत। आज पिलामाने आमे नवम श्रेणी बहिर सिंह शोषक कथा एई विषयटीर संपूर्ण ओडिया गल्पटी को आमे पढ़िबा बा जानिबा। देखो तुमे जानिच एहा विष्णु शर्मा पंडित विष्णु शर्मा पंचतंत्र आसी। प्रथमे ताहले चलो आमे सेई पंडित विष्णु शर्मा बा विषयर प्राक कथन विषय किछि जानि नेबा। देख एही विषयटी पंचतंत्र नामक कथा ग्रंथरु गृहीत। पंडित विष्णु शर्मा पिला मानकर नीति शिक्षा पाई एही कहानी रचना करिसेंती। पशु पक्षी मानकर चरित्र को आधार करी नीति उपदेशपूर्ण कथा एठारे उपलब्ध हुए। प्रकृत पक्षरे पंचतंत्र ही सर्वोत्तम शिक्षणीय ग्रंथ। प्रदत्त सिंह शोषक कथारे बुद्धि बलरे किपरि अत्याचारीर विनाश संभव होइपारे ताहा ही प्रतिपादित होइअछि। मूल कथार संक्षेप एठारे वर्णना कराଯାଇଛି। ताहले पिलामाने प्राक कथन जानिलो जे पंचतंत्र रचयिता विष्णु शर्मा एवं से पंचतंत्र यह एक कहानी। ताहले चलो देखिबा कौन अछि कहानीटी। कौन सी एक बणरे भासुरक नामक सिंह बास करुथिला। एहा परे से प्रतिदिन अनेक मृग ठेकुआ प्रभृति को मारुथिला। एहा परे अनेक दिन सेही वन्यज सबु बराह प्रभृति मिसी ता निकट को जाई कहिले, हे महाराज प्रतिदिन समस्त मृग बध करिबारे कोन आवश्यक, जेणु गोटाए मृगरे आपणकर तृप्ति हेबो। आजि ठारू एठारे उपवेशन करुथिबा आपणक पई प्रतिदिन गोटिए मृग खाइबा पई पठा जिवो। एही परि करा जाते आपणकर जीवन यात्रा बिना कष्टरे हेबो एवं आम्भ समस्तଙ୍କର विनाश ମଧ୍ୟ ହେବ ନାହିଁ। ଏହା ପରେ ସେମାନଙ୍କର କଥା ଶୁଣି ଭାସୁରକ କହିଲା, ଓହୋ ଆପଣମାନେ ସତ କହିଲେ, କିନ୍ତୁ ପ୍ରତିଦିନ ଗୋଟାଏ ଜନ୍ତୁ ଯଦି ନ ଆସନ୍ତି ତେବେ ନିଶ୍ଚୟ ସମସ୍ତଙ୍କୁ ଖାଇବେ। ଏହାପରେ ସେମାନେ ସେହିପରି ଜଣାଇ ସେହି ବଣରେ ନିର୍ଭୟରେ ବୁଲିଲେ। ପ୍ରତିଦିନ କ୍ରମରେ ଜଣେ ଲେଖାଏ ଯାଆନ୍ତି। ଏହାପରେ କୌଣସି ଏକ ଦିନ ଜାତିକ୍ରମରେ ଠେକୁଆର ପାଳି ପଡ଼ିଲା। ସମସ୍ତ ମୃଗମାନଙ୍କ ଦ୍ୱାରା ପ୍ରେରିତ ହୋଇ ସେ ଇଚ୍ଛା ନଥିଲେ ମଧ୍ୟ ଧୀରେ ଧୀରେ ଯାଇ ସିଂହର ବଧ ଉପାୟ ଚିନ୍ତା କରି କରି ଡେରି କରି ଯେତେବେଳେ ବ୍ୟାକୁଳ ହୃଦୟରେ ଗଲା, ସେତେବେଳେ ରାସ୍ତାରେ ଗୋଟିଏ କୂଅ ଦେଖିଲା। ଯେତେବେଳେ ସେ କୂଅ ଉପରକୁ ଗଲା, ସେତେବେଳେ କୂଅ ମଧ୍ୟରେ ନିଜର ପ୍ରତିବିମ୍ବ ଦେଖିଲା। ଦେଖି ସେ ଚିନ୍ତା କଲା, ଯାହା ହେଉ ଭଲ ଉପାୟଟି ଅଛି। ମୁଁ ଭାସୁରକକୁ ରଗାଇ ବୁଦ୍ଧି ବଳରେ ଏଇ କୂଅରେ ପକାଇବି। ଏହାପରେ ସେ ଦିନ ଶେଷ ଭାଗରେ ଭାସୁରକ ନିକଟରେ ପହଞ୍ଚିଲା। ସିଂହ ମଧ୍ୟ ବେଳ ଗଡ଼ି ଯାଇଥିବା ହେତୁରୁ କ୍ଷୁଧାତୁର ହୋଇ ରାଗରେ ଚିନ୍ତା କଲା, ଓହୋ ସକାଳ ଭୋଜନ ପାଇଁ ମୁଁ ବଣକୁ ପଶୁଶୂନ୍ୟ କରିଦେବି। ଏହିଭଳି ଚିନ୍ତା କରୁଥିବା ସମୟରେ ଠେକୁଆଟି ଧୀରେ ଧୀରେ ଯାଇ ନମସ୍କାର କରି ତା ଆଗରେ ରହିଲା। ଏହାପରେ ରାଗରେ ଜର୍ଜରିତ ହୋଇ ଭାସୁରକ ତାକୁ ଗାଳି ଦେଇ କହିଲା, ରେ ଅଧମ ଠେକୁଆ, ଏକ ପକ୍ଷରେ ତ ତୁ ଛୋଟ, ଅନ୍ୟ ପକ୍ଷରେ ଡେରିରେ ଆସିଲୁ। ସେହି ଅପରାଧରୁ ତୋତେ ମାରି ସକାଳେ ସବୁ ମୃଗବଂଶଙ୍କୁ ବିନାଶ କରିବି। ଏହା ଶୁଣି ଠେକୁଆଟି ବିନୟର ସହିତ କହିଲା, ହେ ମହାଶୟ, ମୋର ବା ପ୍ରାଣୀମାନଙ୍କର କୌଣସି ଦୋଷ ନାହିଁ। ତେବେ କାରଣ ଶୁଣନ୍ତୁ। ସିଂହ କହିଲା, ଶୀଘ୍ର ଜଣାଅ, ଯେପର୍ଯ୍ୟନ୍ତ ମୋର ଦାନ୍ତ ଭିତରକୁ ଆସିନାହଁ। ଠେକୁଆ କହିଲା, ହେ ମହାଶୟ, ସମସ୍ତ ମୃଗ ଆଜି ଜାତିକ୍ରମରେ ମୋତେ ଛୋଟ ବୋଲି ଜାଣି 4 ଜଣ ଠେକୁଆଙ୍କ ସହିତ ପଠାଇଥିଲେ। ତାପରେ ମୁଁ ଆସୁଥିବା ବେଳେ ବାଟରେ
କୌଣସି ଏକ ବଡ଼ ସିଂହ ଗୁମ୍ଫାରୁ ବାହାରି କହିଲା, ରେ ତୁମେମାନେ କେଉଁଆଡ଼େ ଯାଉଛ? ଅଭୀଷ୍ଟ ଦେବତାଙ୍କୁ ସ୍ମରଣ କର। ତାପରେ ମୁଁ କହିଲି, ଆମେ ରାଜା ଭାସୁରକ ସିଂହ ନିକଟକୁ ଆହାର ପାଇଁ ଯାଉଛୁ। ତାପରେ ସେ କହିଲା, ଯଦି ଏପରି, ତେବେ ଏ ବଣ ମୋର। ମୋ ସହିତ ସମସ୍ତ ହିଂସ୍ରଜନ୍ତୁ ମଧ୍ୟ ରହିବେ। ସେହି ଭାସୁରକ ଚୋର। ଏହାପରେ ଯଦି ସେ ଏଠାରେ ରାଜା, ତେବେ ବିଶ୍ୱାସ ପାଇଁ 4 ଜଣ ଠେକୁଆକୁ ଏଠାରେ ରଖି ତାକୁ ଡାକି ଶୀଘ୍ର ଆସ, ଯାହାଦ୍ୱାରା ଆମ ଦୁହିଁଙ୍କ ମଧ୍ୟରୁ କେହି ଜଣେ ପରାକ୍ରମରେ ରାଜା ହେବ। ତେଣୁ ମୁଁ ତାଙ୍କ ଦ୍ୱାରା ଆଦିଷ୍ଟ ହୋଇ ଆପଣଙ୍କ ନିକଟକୁ ଆସିଅଛି। ଏହା ଡେରି ହେବାର କାରଣ, ତେଣୁ ଏଠାରେ ଆପଣ ହିଁ ପ୍ରମାଣ। ତାହା ଶୁଣି ଭାସୁରକ କହିଲା, ହେ ମହାଶୟ, ଯଦି ଏପରି, ତେବେ ମୋତେ ସେହି ଚୋର ସିଂହକୁ ଦେଖାଇ ଦିଅ, ଯାହାଫଳରେ ମୁଁ ତା ଉପରେ ମୃଗ କୋପ ଫିଙ୍ଗି ପ୍ରକୃତିସ୍ଥ ହେବି। ଠେକୁଆ କହିଲା, ହେ ରାଜା, କିନ୍ତୁ ଆପଣଙ୍କ ଶତ୍ରୁ ଦୁର୍ଗରେ ଆଶ୍ରୟ ନେଇଛି। ତେଣୁ ଦୁର୍ଗରେ ଥିବା ଶତ୍ରୁ ଦୁଃସାଧ୍ୟ ଅଟେ। ଭାସୁରକ କହିଲା, ଦୁର୍ଗରେ ରହିଥିଲେ ମଧ୍ୟ ସେହି ଚୋର ସିଂହକୁ ମୋତେ ଦେଖାଅ, ଯାହାଫଳରେ ମୁଁ ମାରିବି। ଏହାପରେ ଠେକୁଆ କହିଲା, ଯଦି ଏହିପରି, ତେବେ ମହାଶୟ ଆସନ୍ତୁ। ଏପରି କହି ଆଗେ ଆଗେ ଗଲା। ତାପରେ ପୂର୍ବରୁ ଦେଖିଥିବା କୂଅ ନିକଟରେ ପହଞ୍ଚି ସେ ଭାସୁରକକୁ କହିଲା, ହେ ସ୍ୱାମୀ, କିଏ ତୁମର ପ୍ରତାପ ସହିବାକୁ ସମର୍ଥ? ତେଣୁ ଦେଖି ଦୂରରୁ ମଧ୍ୟ ସେହି ଚୋର ସିଂହ ନିଜ ଦୁର୍ଗ ମଧ୍ୟରେ ପଶିଗଲାଣି। ତେବେ ଆସନ୍ତୁ, ଯାହାଫଳରେ ଦେଖାଇବି। ଭାସୁରକ କହିଲା, ରେ ମୋତେ ସେହି ଦୁର୍ଗ ଦେଖାଇ ଦିଅ। ତାପରେ ଠେକୁଆ ସେହି କୂଅଟି ଦେଖାଇ ଦେଇ ତାପରେ ସେହି ମୂର୍ଖ ସିଂହ କୂଅ ମଧ୍ୟରେ ପାଣି ଭିତରେ ନିଜର ପ୍ରତିବିମ୍ବ ଦେଖି ସିଂହନାଦ କଲା। ତାପରେ ପ୍ରତି ଶବ୍ଦରେ କୂଅ ଭିତରୁ ଧ୍ୱନି ଦ୍ୱିଗୁଣିତ ହୋଇ ଉଠିଲା। ଏହାପରେ ସେ ତାକୁ ଶତ୍ରୁ ବୋଲି ମନେକରି ତା ଉପରକୁ ଲମ୍ଫ ପ୍ରଦାନ କରି ପ୍ରାଣତ୍ୟାଗ କଲା। ଠେକୁଆ ମଧ୍ୟ ଆନନ୍ଦ ମନରେ ସବୁ ମୃଗଙ୍କୁ ଆସି ଆନନ୍ଦିତ କରାଇ ସେମାନଙ୍କ ସହିତ ସୁଖରେ ରହିଲା। ବୁଝିହେଲା ପିଲାମାନେ? ତେଣୁ ଏଥିରୁ ତୁମେ କଣ ଜାଣୁଛ? ବୁଦ୍ଧି ବଡ଼ ନା ବଳ? ବୁଦ୍ଧି ହିଁ ବଡ଼। ତାହେଲେ ଠେକୁଆ ଛୋଟିଆ ପ୍ରାଣୀଟିଏ ହେଲେ କଣ ହବ? ସିଂହ ପଶୁରାଜ ହେଲେ ମଧ୍ୟ କଣ ହବ? ସେ ନିଜ ବୁଦ୍ଧି ବଳରେ କିପରି ଭାସୁରକ ସିଂହକୁ ରଗାଇ ମାରିଲା, ଏହା ତୁମେ ଦେଖ। ତେଣୁ ସଦାସର୍ବଦା ନିଜର ବୁଦ୍ଧି ହିଁ ପ୍ରୟୋଗ କରିବା ଆବଶ୍ୟକ। ଆଜି ତାହେଲେ ଆମେ ଏଇଠି ରହିବା। ସମସ୍ତଙ୍କୁ ଧନ୍ୟବାଦ।